ସାଲେପାଲି ଠାରୁ କାର୍ନିମାଲ ରାସ୍ତା ପାଲଟିଛି ମରଣ ଯନ୍ତା। କଳାହାଣ୍ଡି ଜିଲ୍ଲା ମଦନ ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତ ଠାରୁ କାର୍ନିମାଲ ପର୍ଯ୍ୟନ୍ତ ଲମ୍ବି ଯାଇଛି ଦୀର୍ଘ 4 କିଲୋମିଟରରୁ ଅଧିକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଲମ୍ବା ରାସ୍ତା। ଏହି ରାସ୍ତା ଏକ ଜନବହୁଳପୂର୍ଣ୍ଣ ମୁଖ୍ୟ ରାସ୍ତା। ଏହି ରାସ୍ତା ଉପରେ ଚାଷୀ ଭାଇ ହୁଅନ୍ତୁ କି ବ୍ୟବସାୟୀ, ସରକାରୀ କର୍ମଚାରୀ ହୁଅନ୍ତୁ କି ସ୍କୁଲ କଲେଜ ଛାତ୍ରଛାତ୍ରୀ ହୁଅନ୍ତୁ, ସମସ୍ତେ ନିର୍ଭର କରିଥାନ୍ତି। ତା ସହିତ ଏହି ରାସ୍ତା ଉପରେ ଅନେକ ଗ୍ରାମ ନିର୍ଭର କରି ତାଙ୍କର ସାଂସାରିକ ଜୀବନ କାଟିଥାନ୍ତି। ଜୀବନ ଜୀବିକାର ମୁଖ୍ୟ ଆଶା ଓ ଭରସାର ବାଟ ଦେଖାଇଥାଏ ପ୍ରତ୍ୟେକ ଗାଁକୁ ଛୁଇଁ ଅଙ୍କାବଙ୍କା ହୋଇ ଲମ୍ବି ଯାଇଥିବା ଗ୍ରାମ ରାସ୍ତାଟିଏ। ରାସ୍ତା ହିଁ ବିପଦରେ ପକାଇଥାଏ। ରାସ୍ତା ହିଁ ମଣିଷ ଜୀବନର ସଠିକ୍ ସ୍ଥାନକୁ ନିରାପଦରେ ପହଞ୍ଚାଇ ଦେଇଥାଏ। ତେଣୁ ପ୍ରତ୍ୟେକ ମଣିଷର ସମ୍ମୁଖରେ ଭଲ ରାସ୍ତାଟିଏ ଆବଶ୍ୟକ ପଡ଼ିଥାଏ। କିନ୍ତୁ ଦୁଃଖର ବିଷୟ ଯେ ସାଲେପାଲି ଗ୍ରାମ ପଞ୍ଚାୟତ ଠାରୁ କାର୍ନିମାଲ ପର୍ଯ୍ୟନ୍ତ ଲମ୍ବି ଯାଇଥିବା 4 କିଲୋମିଟରରୁ ଅଧିକ ରାସ୍ତା ଏବେ ମରଣ ଯନ୍ତାର ରୂପ ନେଇଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ପିଚୁ ରାସ୍ତାଟିଏ। ନାମଟି ଶୁଣିଲା ପରେ ଲାଗୁଥାଏ ଏକ ଉନ୍ନତ ଧରଣର ରାସ୍ତାଟିଏ ପଥଯାତ୍ରୀ ପାଇଁ ସାହାରା ହୋଇଛି। ଖୁବ୍ ନିରାପଦରେ ପଥଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଯିବା ଆସିବା କରୁଥିବେ। କିନ୍ତୁ ରାସ୍ତା ଉପରେ ଥରେ ଯିଏ ଯାଇଛି କେବଳ ସେ ହିଁ ଜାଣିଛି ସେ ରାସ୍ତାରେ ଗଲେ ବିପଦ କେମିତି ଛପି ରହିଛି। ରାସ୍ତାରେ ପାଦ ଦେଲା ମାନେ ଠାଏ ଠାଏରେ ବିପଦ ଅପେକ୍ଷା କରି ରହିଛି। ଟିକିଏ ଅସତର୍କ ରହିଗଲେ ବିପଦ ଯେ ସୁନିଶ୍ଚିତ, ଏସବୁ ଜାଣି ପଥଚାରୀଙ୍କୁ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି। 2016-17 ମସିହାରେ ଏହି ରାସ୍ତା ତିଆରି ହୋଇଛି। ନିୟମ ଅନୁସାରେ ରାସ୍ତା କାମ ଶେଷଠାରୁ 5 ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାକୁ ରକ୍ଷଣାବେକ୍ଷଣ କରିବା ପାଇଁ ମଧ୍ୟ ଫଳକରେ ଦର୍ଶାଇ ଦିଆଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ରାସ୍ତାକୁ ରକ୍ଷଣାବେକ୍ଷଣ କରିବା ତ ଦୂରର କଥା, ଏ ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏହି ରାସ୍ତା ଉପରେ ନିର୍ଭର କରି ଚାଲୁଥିବା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅନେକ ସମୟରେ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜରକୁ ଆସୁଛି। ବର୍ଷା ଦିନରେ ରାସ୍ତାର ଅବସ୍ଥା ଯେମିତି ରୂପ ନେଇଥାଏ, ରାସ୍ତାକୁ ଦେଖିଲେ ଜଣାଯାଏ ଯମପୁରକୁ ଯିବା ପାଇଁ ବୋଧେ ଏ ରାସ୍ତା ମରଣ ଯନ୍ତା ସାଜି ଅପେକ୍ଷା କରି ରହିଛି। ବର୍ଷା ଦିନ ଆସିଲେ ଛାତ୍ରଛାତ୍ରୀମାନେ ଏ ରାସ୍ତା ଦେଇ ସ୍କୁଲ କଲେଜ ଯିବା ପାଇଁ ଅମଙ୍ଗ ହୁଅନ୍ତି। କିନ୍ତୁ ଉପାୟ ଶୂନ୍ୟ। ରାସ୍ତାର ମରଣ ଯନ୍ତାରେ ପାଦ ଥାପି ବିପଦକୁ ବରଣ କରି ରାସ୍ତାରେ ଯିବା ପାଇଁ ବାଧ୍ୟ ହୋଇଥାନ୍ତି। ଏମିତି ବି ସମୟ ଆସିଛି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ କୌଣସି ବେସରକାରୀ ଗାଡ଼ିଟିଏ ଖୋଜିଲେ ଅଧିକ ଚଢ଼ା ଦରରେ ଗାଡ଼ି ଭଡ଼ା ମାଗିଥାନ୍ତି। ଅନେକ ସମୟରେ ବି ଏହି ରାସ୍ତା ଦେଇ ଯାଉଥିବା ଛୋଟ ବଡ଼ ଗାଡ଼ି ରାସ୍ତା ଉପରେ ଅସୁବିଧାରେ ପଡ଼ିଥିବାର ଦୃଷ୍ଟିକୁ ଆସିଛି। ଏହି ରାସ୍ତାକୁ ପୁନରୁଦ୍ଧାର କରିବା ପାଇଁ ଜନସାଧାରଣ ଅନେକ ଥର ଅଭିଯୋଗ କରିସାରିଲେଣି। କିନ୍ତୁ ପ୍ରଶାସନ ଚିରନିଦ୍ରାରେ ଶୋଇ ଲୋକମାନଙ୍କ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦୃଶ୍ୟକୁ ଉପଭୋଗ କରୁଛି। ଏହି ରାସ୍ତାକୁ ଯଦି ମରାମତି କରା ନଯାଏ ତାହେଲେ ଏ ରାସ୍ତା ଦିନେ ତାର ପରିଚୟ ହଜାଇ ଦେବ, ତାହା ଜଳ ହୋଇ ଦେଖାଯାଉଛି। ରାସ୍ତାକୁ ସୁରକ୍ଷିତ ରଖିବା ପାଇଁ ଗୁରୁଦାୟିତ୍ୱ ବହନ କରି ଗ୍ରାମ ଉନ୍ନୟନ ବିଭାଗ ଏସି ରୁମରେ ବସି ନକ୍ସା ତିଆରି କଲେ ରାସ୍ତା ସୁରକ୍ଷିତ ରୁହେ ନାହିଁ। ରାସ୍ତାକୁ ଯଦି ସୁରକ୍ଷିତ ରଖାଯାଏ ତାହେଲେ ମରାମତି ଯେ ନିହାତି ଆବଶ୍ୟକ, ଏ ବିଷୟରେ ଗ୍ରାମ ଉନ୍ନୟନ ବିଭାଗ ଭଲ ଭାବେ ଜଣାଅଛି। ତେଣୁ ଯଥାଶୀଘ୍ର ସାଲେପାଲି ଠାରୁ କାର୍ନିମାଲ ରାସ୍ତାକୁ ମରାମତି କରି ପୁନରୁଦ୍ଧାର କରିବା ପାଇଁ ଜନସାଧାରଣରେ ଅନୁରୋଧ କରାଯାଉଛି। ଦୀର୍ଘ ଦିନର ଏହି ରାସ୍ତାକୁ ଜାଣି ଜାଣି ପ୍ରଶାସନ ଅବହେଳା କରି ରଖିଛି ବୋଲି ସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ମଦନ ରାମପୁରରୁ ଲୟରାମ ଭଇଙ୍କ ରିପୋର୍ଟ, ଏବି ନ୍ୟୁଜ।